ଉପନ୍ୟାସର ନାମ ଜୁଲି। ଔପନ୍ୟାସିକ ଶାରଦା ପ୍ରସାଦ ମିଶ୍ର। ପଢ଼ି ଶୁଣାଉଛନ୍ତି ସୁଧାକର ଦାସ। ଉପୋଦ୍ଘାତ। କାହାଣୀକାର ବିନମ୍ରତାର ସହିତ ନିବେଦନ କରୁଅଛନ୍ତି କି ଏହି କାହାଣୀକୁ ଏକାନ୍ତରେ ଅଥବା ଗୋପନରେ ପାଠ କରିବେ ନାହିଁ। କେଉଁ ଦୁରନ୍ତ ଅତୀତରେ ଯେପରି ରାମାୟଣ, ମହାଭାରତ, ହରିବଂଶ, ଭାଗବତ କିମ୍ବା ଆହୁରି ଆହୁରି ଦୁରନ୍ତ ଆଖି ପାଉନଥିବା ଅତୀତରେ, ମାନେ ସର୍ବପୁରାତନ ଯେଉଁ ଅତୀତରେ ବେଦ, ଉପନିଷଦ, ବିଭିନ୍ନ ସଂହିତାମାନ ପାଠ କରାଯାଉଥିଲା, ସେହିପରି ଢାଞ୍ଚାରେ ଏହାକୁ ପାଠ କରିବେ। ଅର୍ଥାତ୍ ଜଣେ ବଡ଼ପାଟିରେ ପାଠ କରିବାରେ ଲାଗିବ ଏବଂ ତାକୁ ଘେରି ଚୌଦିଗରେ ବସିଥିବା କିଛି ଶ୍ରୋତା ସବୁକିଛି ଶୁଣିବାରେ ଲାଗିଥିବେ। ତେବେ ଅବା ଶ୍ରୋତାମାନେ ବାସ୍ତବ ଆନନ୍ଦ ଲାଭ କରିବେ, ଅତୀନ୍ଦ୍ରିୟ କେଉଁ ଏକ ରୋମାଞ୍ଚକର ଦିବ୍ୟ ଅନୁଭୂତିରେ ଆନନ୍ଦିତ, ଉଚ୍ଚକିତ ଓ ପୁଲକିତ ହେବେ। କାହାଣୀକାର କହୁଅଛନ୍ତି କି ଏପରି କାହାଣୀର ପାଠକ ରହିବା ଦୁର୍ଭାଗ୍ୟ ମାତ୍ର। କାହାଣୀର କି କେବେ ପାଠକ ଥାଏ? ଥାଏ କେବଳ ନିରୁତା ଶ୍ରୋତା। ଏହି କାହାଣୀରେ ମାତ୍ର 3ଟି ମୁଖ୍ୟ ଚରିତ୍ର ଅଛନ୍ତି। ଦେଖିବାକୁ ଅର୍ଥାତ୍ ଶରୀର ବର୍ଣ୍ଣନାରେ ଏବଂ ଗୁଣରେ ଆପାତତଃ ସମାନ, ତଥାପି କେତେବେଳେ କେମିତି ପାର୍ଥକ୍ୟ ଅର୍ଥାତ୍ ଅତ୍ୟନ୍ତ ସୂକ୍ଷ୍ମ ପାର୍ଥକ୍ୟ ବାରି ହୋଇପଡ଼େ। ଯଦ୍ୟପି ଏହି ବିଚିତ୍ର ଚରିତ୍ର 3ଟି ମୁଖ୍ୟ, ଶ୍ରୋତା ଯେତେବେଳେ ଶୁଣିବାକୁ ଲାଗିବ ସେତେ ସେତେ ଚରିତ୍ରମାନଙ୍କୁ ଭେଟିବ, ହେଲେ ସେମାନେ ମୁଖ୍ୟ ନୁହନ୍ତି। ସେମାନେ କେବଳ ଆସୁଥିବେ, ଯାଉଥିବେ, ହସୁଥିବେ, କାନ୍ଦୁଥିବେ, ହଜୁଥିବେ, ମିଳୁଥିବେ, ଆସୁ ଯାଉ, ହସୁ କାନ୍ଦୁ, ହଜୁ ମିଳୁ ଆସୁ। କାହାଣୀକାର ଶ୍ରୋତାମାନଙ୍କୁ ନିବେଦନ କରି କହୁଅଛନ୍ତି କି ବୃହତ୍ ଜଟିଳ କାହାଣୀମାନଙ୍କରେ ଯେମିତି ଅଳ୍ପ କେତୋଟି ମୁଖ୍ୟ ଚରିତ୍ର ଏ ବିଷୟରୁ ସେ ବିଷୟକୁ, ଏ ପ୍ରସଙ୍ଗରୁ ସେ ପ୍ରସଙ୍ଗକୁ ଆତଯାତ ହେଉଥାନ୍ତି, ଅଥବା କାହାଣୀ ଆରମ୍ଭରୁ ଶେଷ ଭିତରେ ସେମାନଙ୍କ ସହ ହଜାର ହଜାର ଅନ୍ୟ ଚରିତ୍ର ଦୌଡ଼ାଦୌଡ଼ି ହେଉଥାନ୍ତି, ଏହି ଆମ୍ଭ କାହାଣୀଟି ସେମିତି। ଏଥିରେ ମାତ୍ର 3ଟି ମୁଖ୍ୟ ଚରିତ୍ର, ହେଲେ କେତେ ଯେ କେତେ ପ୍ରସଙ୍ଗ, କେତେ ଯେ କେତେ ଚରିତ୍ର, କେତେ ଯେ କେତେ ଘଟଣା ଗୁନ୍ଥାଗୁନ୍ଥି ହୋଇ ରହିଛନ୍ତି, ଶ୍ରୋତାଙ୍କୁ କେତେ ଭରପୂର ଆନନ୍ଦ ମିଳିବ। ଆହେ ମହାଭାରତ, ରାମାୟଣର କାହାଣୀକୁ ଦେଖ, ତହିଁରୁ କାହାଣୀ ଲେଖା ଶିଖ। ଯାବତୀୟ ଇଆଡ଼ୁ ସିଆଡ଼ୁ ଲେଖି ତାକୁ କାହାଣୀ ବୋଲି କହିଲେ ଶ୍ରୋତାଏ ହୁରୁଡ଼ି ଯିବେ। ଯିବେ କ'ଣ, ଗଲେଣି। ରାମାୟଣ, ରାମ, ସୀତା, ଲକ୍ଷ୍ମଣ, ରାବଣ, ହନୁମାନ, ମନ୍ଦୋଦରୀ, ବିଭୀଷଣ। ମହାଭାରତ, କୃଷ୍ଣ, ଅର୍ଜୁନ, ଦୁର୍ଯ୍ୟୋଧନ, ଯୁଧିଷ୍ଠିର, ଶକୁନି, ଦୁଃଶାସନ, କୁନ୍ତୀ, ଦ୍ରୌପଦୀ, ଗାନ୍ଧାରୀ, ଅଭିମନ୍ୟୁ। ଆରମ୍ଭରେ ଯେତିକି, ଶେଷ ଆଡ଼କୁ ପ୍ରାୟ ସେତିକି। କାହାଣୀକାର ଶୁଣାଉଅଛନ୍ତି ଯେ ଏହି କାହାଣୀର 3ଟି ମୁଖ୍ୟ ଚରିତ୍ର ଅଛନ୍ତି। ପୂର୍ବେ କୁହାଯାଇ ସାରିଛି ଯେ ଶରୀର ବର୍ଣ୍ଣନାରେ ଓ ଗୁଣରେ ତିନିହେଁ ଆପାତତଃ ସମାନ। ଏକଥା ମଧ୍ୟ କୁହାଯାଇଛି 3 ଚରିତ୍ର ଜୀବନ୍ତ ଏବଂ ବିଚିତ୍ର ସଂଯୋଗରେ ତିନିହେଁ ତିନିଙ୍କ ସହ ପରିଚିତ ହୋଇ କ୍ରମେ ଅନ୍ତରଙ୍ଗ ଆତ୍ମୀୟରେ ପରିଣତ ହୋଇଥିଲେ। ପ୍ରଥମ ପରିଚୟରୁ ଆତ୍ମୀୟତାର ରାସ୍ତା ଉପରେ ଆଗକୁ ଆଗକୁ ହାତ ଧରାଧରି ହୋଇ ଚାଲିବା ଦିନମାନଙ୍କରେ ସମୟର ଯାତ୍ରା ହିଁ ଏହାର ବାସ୍ତବ କାହାଣୀ। ସେହି ଯାତ୍ରା ସମୟର ବିଚିତ୍ର ଅନୁଭବ, ବିଚିତ୍ରତର ଜୀବମାନେ, ବିଚିତ୍ରତମ ପ୍ରସଙ୍ଗମାନ ବିଦ୍ୟମାନ ହେବା ସ୍ୱାଭାବିକ। ସବୁକିଛି ମିଶି ଏହି କାହାଣୀ। କାହାଣୀକାର ନିବେଦନ କରୁଅଛନ୍ତି ଯେ ଶ୍ରୋତାମାନେ ଏଣିକି ନିରବଚ୍ଛିନ୍ନ ଭାବେ କାହାଣୀର ଆନନ୍ଦ ଉଠାନ୍ତୁ। ହଁ, କାହାଣୀକାର ସୂଚନା ପ୍ରଦାନ କରୁଅଛନ୍ତି କି ଏଣିକି ସେ ଆଉ କେଉଁଠାରେ ବି ନଥିବେ, ଶେଷରେ ବି ନୁହେଁ। କେବଳ ନିହାତି ଆବଶ୍ୟକ ହେଲେ ବେଳେବେଳେ ଶ୍ରୋତାମାନଙ୍କୁ ସହଯୋଗ କରିବେ। ତେବେ ଯିବା ପୂର୍ବରୁ ସେ ପ୍ରମୁଖ ଚରିତ୍ର 3 ଜଣଙ୍କୁ ଶ୍ରୋତାମାନଙ୍କୁ ଭେଟାଇ ଦେବାକୁ ଚାହାନ୍ତି। ସବୁ ଚରିତ୍ରକୁ ଆପଣ ଆପଣା ଛାଏଁ ଚିହ୍ନି ପାରିବେ। ତେବେ ବି କାହିଁକି ଝାମେଲାରେ ପଶିବେ ଆପଣମାନେ? ପ୍ରଥମ ଚରିତ୍ର ଜୁଲି, ଦ୍ୱିତୀୟ ଚରିତ୍ର ଅଚଳ ମହାମେରୁ, ତୃତୀୟ ଚରିତ୍ର ସଚଳା। ସେପ୍ଟେମ୍ବର 2000। ଅଚଳ ଅଫିସରେ ବସି ସିଗାରେଟ ଫୁଙ୍କୁଥିଲା। ହାତରେ ବେଶୀ କିଛି କାମ ନଥିଲା। ଦିନେ ଦିନେ ସେମିତି କାମ ନଥାଏ। କାମ ନଥିଲେ ଅଚଳ ପିଅନ ସାଙ୍ଗରେ, ଷ୍ଟେନୋ ସାଙ୍ଗରେ ଯାବତୀୟ ବିତଣ୍ଡା କଥା ଗପେ। କିନ୍ତୁ ତା କଥା କହିବାର ଶୈଳୀଟି ଏମିତି। ସତେ ଅବା ଖୁବ୍ ସିରିୟସ୍ କଥା ଗପୁଛି। ପିଅନଟି ବି ବିଚିତ୍ର ଲୋକ। ଲୋକ କି ଜୀବଟିଏ କେଜାଣି? ଲୋକମାନେ କ'ଣ ଜୀବ ନୁହନ୍ତି? ମାନେ ଅଚଳ କଥାରେ ଢୁଆ ମାରୁଥିବା ପିଅନଟି ବେଳେବେଳେ ଜାଣିପାରେ Sample complete. Ready to continue?